ମୁଁ ତ ସେ କଥା ଏ କଥା କହିବା ଠିକ ହବନି, କିନ୍ତୁ ଏଠି ଓଲଟା ଚାଲିଛି। କଳାକାରଙ୍କ ପାଇଁ ମାଲିକ ମାଲିକଙ୍କ ଭିତରେ ବିବାଦ ବଢି ବଢି ଚାଲିଛି। ମାଲିକ ମାଲିକ କଳାକାରଙ୍କ ପାଇଁ ହଁ ନାଇଁ ନାଇଁ କଳାକାରଙ୍କ ପାଇଁ ଦେଖନ୍ତୁ, ଗୋଟିଏ କଳାକାର ପାଇଁ ଆମେ ସମସ୍ତେ କହୁଛନ୍ତି ଗୋଟିଏ କଳା, ଆମେ ଗୋଟେ ଗୋଟେ ପାର୍ଟିରେ କେତେ କଳାକାର ତିଆରି କରୁଛନ୍ତି। ତ ଏବେ ଗୋଟିଏ କଳାକାର ପାଇଁ ମାଲିକ ମାଲିକ ଭିତରେ ବିବାଦ ବଢି ଚାଲିଛି। ଆଉ ବଳି ପଡୁଛନ୍ତି, ମତେ ଲାଗୁଛି ଏବେ ମାଲିକ ବଳି ପଡିଗଲେଣି। କଳାକାର କିଛି କଳାକାର କଣ ଆପଣ ଦେଖୁନାହାନ୍ତି, କଳାକାର ଆପଣଙ୍କର ଆଜି ଯାହା ରାୟ ଆସିଲା, ମାଲିକ ବି କୋର୍ଟକୁ ଟଣା ହେଲେଣି। ତ କଳାକାରଙ୍କ ସହିତ ମାଲିକ ବି ସଫର ହଉଛନ୍ତି, ଖାଲି କଳାକାର ବି ସଫର ହଉନାହାନ୍ତି। ମୁଁ ଆଗ ବାଇଟରେ ବି କହିଥିଲି ଯେ ଆଇନକୁ ମାନିକି ଯଦି କାମ କରାଯାଏ ତାହେଲେ ଏଇଭଳିଆ ପରିସ୍ଥିତି ଆସିବନି। ଆଉ ଆଗକୁ ଦେଖାଯାଉ କଣ ହଉଛି। ଯାତ୍ରା ପାଇଁ ଶୁଭଙ୍କର ନାଇଁ ମୁଁ ତ ଏବେ ବି କହୁଛି, ଏଭଳିଆ ଜଣେ ମାନେ ୟଙ୍ଗ କଳାକାର, ବହୁତ କଳା ତାଙ୍କ ପାଖରେ ବାକି ଅଛି, ଆଉ ବହୁତ ଲୋକପ୍ରିୟତା କଳାକାର ପୀୟୁଷ ତ୍ରିପାଠୀ ଏବେ ଯାତ୍ରାର ଆଇକନ କହିଲେ ବି ଅତ୍ୟୁକ୍ତି ହବନି। ଆଉ ଯାତ୍ରା ପାଇଁ ଏଟା ଶୁଭଙ୍କର ନୁହେଁ। ଯଥା ଶୀଘ୍ର ବିବାଦଟି ସମାଧାନ ହେଇଗଲେ ଏ ଯାତ୍ରା ପାଇଁ ଗୋଟେ ଶୁଭଙ୍କର ହବ। ଦର୍ଶକଙ୍କ ପାଇଁ ଦର୍ଶକ ମାନେ ତ ଚାହୁଁଛନ୍ତି, ଯେତେ ଦେଖିଥିବେ ପୀୟୁଷଙ୍କର ଯୋଉ ଭଳିଆ କ୍ରେଜ, ଦର୍ଶକ ନିଶ୍ଚିତ ଚାହୁଁଛନ୍ତି ପୀୟୁଷ କେବେ ମଞ୍ଚକୁ ଫେରିବେ। ଆଉ ମୋର ଆଶା ଏ ଯୋଉ କଳି ଚାଲିଛି ଆର ପୂର୍ଣ୍ଣଚ୍ଛେଦ ଖୁବ ଶୀଘ୍ର ପଡିବ ବୋଲି ମୋର ଆଶା। କଳାକାର ବି ଗୋଟେ ପାର୍ଟିରୁ ଅନ୍ୟ ପାର୍ଟିକୁ ଖିଲାପ କରିକି ଯିବା ବି ଦେଖନ୍ତୁ, କଳାକାର ତ ମାନେ କଣ ପାଇଁ ସେମାନେ ଏମିତି କରୁଛନ୍ତି, ଯୋଉ କଳାରେ ମାନେ ତାଙ୍କ ଭିତରେ ଡିସିପ୍ଲିନର ଅଭାବ ରହୁଛି, କଣ ପାଇଁ ସବୁ କରୁଛନ୍ତି। ମାନେ ଦିଟା ଚୁକ୍ତି କରିବା, ସେ ତ ଆଜି ତାଙ୍କର ସ୍ପଷ୍ଟୀକରଣରେ ସ୍ପଷ୍ଟ କହିଛନ୍ତି ସେ ଦୁଇଟି ଚୁକ୍ତି କରିନାହାନ୍ତି। ଆଉ ସେ କୋଉ ଗ୍ରାଉଣ୍ଡରେ ତାହେଲେ ଜଜ୍ ଦେଇଛନ୍ତି ଯେ ତମେ ନାଟକ କରିପାରିବନି, ସେ ଦେଖିବାକୁ ବାକି ରହିଲା। କଣ ତାଙ୍କର ମାନେ ଆଗକୁ ଜଜଙ୍କର କଣ ରାୟ ଆସୁଛି, ଡେଟ୍ ଆସିଲା ପରେ ଜଣା ପଡିବ ଆକ୍ଚୁଆଲି ସତ କିଏ କହୁଛି ମିଛ କିଏ କହୁଛି। ଆଗକୁ ଖଣ୍ଡଗିରି ମେଳା ଯେହେତୁ ଆସୁଛି, ପ୍ରମୋଦ ସ୍ୱାଇଁ ଜାଣିଶୁଣି ପୀୟୁଷକୁ ହଇରାଣ କରିବା, ସନ୍ଦୀପ ପାଢ଼ୀକୁ ହଇରାଣ କରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି କି? ଦେଖନ୍ତୁ, କାଲି ସକାଳୁ ଯଦି ଜଜ୍ ଆଜି ଆପଣଙ୍କର ଇଭିନିଂ ନ୍ୟୁଜରେ ଆସିବ କି ନାହିଁ କାଲିଠୁ ପୀୟୁଷ ଚଢିବେ, ଆଉ କଣ ଜାଣି ଶୁଣିକି କଣ ହବ। ତ ସବୁ ଡିପେଣ୍ଡ କରୁଛି ଏବେ ଆଇନ ଉପରେ। ଆଇନ ଉପରେ ସମସ୍ତଙ୍କର, ଦୁଇ ପାର୍ଟିଙ୍କର ଯାହା ବି ସମସ୍ତଙ୍କ ବାଇଟ୍ ଆମେ ଦେଖୁଥିଲୁ, ପୂର୍ଣ୍ଣ ବିଶ୍ୱାସ ଅଛି ସମସ୍ତଙ୍କର। ସେ ବି କହୁଛନ୍ତି ଯେ ଆଇନ ଯୋଉଟା ବି ଡିସିସନ ନେବେ ଇଏ ବି ଗ୍ରହଣ କରିବେ, ସିଏ ବି ଗ୍ରହଣ କରିବେ। ତ ଆଇନ ପାଖରେ ତ ସବୁ ପଡିଛି ଏବେ। ଆଉ ଆପଣ ଜଣେ ଯାତ୍ରା ପାର୍ଟି ମାଲିକ ହିସାବରେ କୁହନ୍ତୁ, ଆସନ୍ତା ଖଣ୍ଡଗିରି ମେଳାରେ ପୀୟୁଷ ମଞ୍ଚ ଚଢିବା ଉଚିତ ନା ନୁହଁ? ମୁଁ ତ ମାଲିକ ହିସାବରେ କହିବି ଯେ ଚଢିବା ଉଚିତ, କିନ୍ତୁ ଆଇନକୁ ତ ମୋ ହାତରେ। କିଏ ଚଢିବା ଉଚିତ? ପୀୟୁଷ ଚଢିବା ମାନେ ଯଦି ଆଇନ ମାଲିକ ହିସାବରେ ତ କହିବି। ଦେଖନ୍ତୁ, ମାଲିକ ହିସାବରେ ମୁଁ ଏବେ କେମିତି କହିପାରିବି ଯେ କଣ କୋଉ କଳାକାର, ମାନେ ତାଙ୍କ 2 ଜଣ ମାଲିକ ମୋର ଭାଇ, ସବୁ ମାଲିକ ମାନେ ଆମ ଗୋଟିଏ ଭାଇଚାରାରେ ଯାଉଛୁ। ଆଉ ପୀୟୁଷ ବି ବହୁତ ଭଲ କଳାକାର, ତାଙ୍କ ପ୍ରତି କୋଉଠି ନା କୋଉଠି ଆମର ସଫ୍ଟ କର୍ଣ୍ଣର ଅଛି। ପୀୟୁଷ ଜଣେ ଭଲ ବ୍ୟକ୍ତି, ତାଙ୍କର ଭଲ କଳା ପ୍ରଦର୍ଶନ କରନ୍ତି, ଭଲ ମଣିଷ, ଭଲ ପିଲା। ଆଉ ନିଶ୍ଚିତ ମୋର ତାଙ୍କ ପ୍ରତି ବି ସହାନୁଭୂତି ଅଛି। ଭଗବାନ ତାଙ୍କୁ ବି ଏଇ ଯୋଉ ଟାଇମ ସେ ସଫରିଂ ହଉଛନ୍ତି, ଖୁବ ଶୀଘ୍ର ଏଥିରୁ ସେ ରିଲିଫ ହୁଅନ୍ତୁ ବୋଲିକି ମୋର ଆଶା। ଆପଣ ଜଣେ ମାଲିକ ଯାତ୍ରାପାର୍ଟି, ଆପଣଙ୍କ ମାଲିକ ସଂଘରେ ବିବାଦ କଥା ପଡିଛି, ମାଲିକ ସଂଘ ନାହିଁ? ନାଇଁ, ମାଲିକ ସଂଘ ମତେ ଲାଗୁଛି ଏସବୁ ଯୋଉ ଭଳିଆ କଣ୍ଟ୍ରୋଭର୍ସି ଚାଲିଛି ମାଲିକ ଭିତରେ ଭିଡାଭିଡି, ଆଉ ମାଲିକ ମାନଙ୍କ ପାଇଁ ବା ଇୟା ହେଉ ଚାଲିଛି। ଯଦି ମାଲିକ ମାନେ ଠିକ ଥାନ୍ତେ ତାହେଲେ ଏମିତି କଣ୍ଟ୍ରୋଭର୍ସି ହବାଟା ହେଇନଥାନ୍ତା। ମାଲିକ ସଂଘ ବୋଲି କିଛି ନାହିଁ। ଆଉ କଣ ସଂଘ ଯଦି ଥାନ୍ତା, କଥା ବସିକି ହାଟରେ ପଡିକି ଦାଣ୍ଡରେ ଗଡିଲାଣି। ଆଉ ସଂଘ ଅଛି, ସଂଘ ଏବେ କୋମାରେ। ମାନେ କେହି ହସ୍ତକ୍ଷେପ କରିଥିଲେ ମତେ ଲାଗୁନି ଏସବୁ ଭଳିଆ ପରିସ୍ଥିତି ଏବେ ଆସିଥାନ୍ତା। କିଛି ହେଇନି ମୋ, ଯଦି 2 ପାର୍ଟି ଏବେ ବି ସେଦିନ ଟାଇମ ଏବେ ବି ଥିଲା, ମତେ ଲାଗୁଥିଲା ତ ଆଜି ଗୋଟେ କିଛି ଅଲଗା ପ୍ରକାର ହବ ବୋଲି। କୋର୍ଟରେ କିଏ ପ୍ରାୟ ତାଙ୍କ ଭିତରେ ଆପୋଷ ବୁଝାମଣା ହେଇଯାଇଛି, କାଳେ କମ୍ପ୍ରମାଇଜ ପିଟିସନ ଦିଆ ହେଇଯାଇଥିବ, କାଳିଆକୁ କାଳେ କେସ୍ ୱିଡ୍ରଲ୍ କରିଦେଇଥିବେ। ମୁଁ ତ ଏଇଆ ଭାବୁଥିଲି, ମୋର ଆଶା ଥିଲା ଏଇଆ କି ବୋଧେ କାଳିଆବୁ ଆଜି ୱିଡ୍ର କରିଦେଇଥିବେ। ପୀୟୁଷ ଯେହେତୁ ପୀୟୁଷ ପୁରୁଣା ପାର୍ଟି, ତାଙ୍କର ପୁରୁଣା ପିଲା, ତାଙ୍କ ଭିତରେ କିଛି ଦିନ ରାଗ କ୍ଷୋଭ ତାଙ୍କ ପାଖରେ ଥିବ, ସେ ସବୁ ଭୁଲି ଯାଇକି ଆଜି ୱିଡ୍ର କରିଦେଇଥିବେ। କିନ୍ତୁ ଆଜି ଦେଖିଲା ବେଳକୁ ପୁଣି ତ କେସ୍ କଣ୍ଟେଷ୍ଟ ହେଲାଣି।
ପରବର୍ତ୍ତୀ ଡେଟ୍ ପାଇଁ ବି ଆସିଲାଣି। ଆଉ ଡେଟ୍ ପଡ଼ିବ କି ଦେଖନ୍ତୁ ଏଇଟା ଗୋଟେ ସିଭିଲ ମ୍ୟାଟର। ମୋର ଯେତିକି ଆଇନ ବିଷୟରେ ଜ୍ଞାନ ଯେତିକି ମୁଁ ଜାଣିଛି, ସିଭିଲ କେସ୍ ଆପଣ ଶୁଣିଥିବେ, ସିଭିଲ କେସରେ ଗୋଟେ ଅନିଶ୍ଚିତ କାଳ ହୁଏତ ଯାଏ। ସେ ସିଭିଲ ମ୍ୟାଟରଟା ଗୋଟେ ମାନେ ଏମିତି ଏଠି କିଛି ବଡ ଇସ୍ୟୁ ନାହିଁ, ଆଉ ଗୋଟେ ବଡ କିଛି ଲସ୍ ହଉନି ଯେ କୋର୍ଟ ମତେ ଲାଗୁନି ଏତେ ଶୀଘ୍ର କୌଣସି ଜିନିଷ ଶୁଣିବେ।